ଗତକାଲି ବିଳମ୍ବିତ ରାତିରେ ମୋଟର ଜୟପାଟଣା ମୁଖ୍ୟ ରାସ୍ତାରେ ଗୁନଗୁନିଆ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 5 ଜଣ ଅବସ୍ଥା ଗୁରୁତର ହୋଇଯାଇଛି। ସୂଚନା ଅନୁସାରେ ମଙ୍ଗଳପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପରିବାର ସହ ବିବାହ ଭୋଜିରେ ଯୋଗଦେଇ OR08 H1863 ନମ୍ବର ବିଶିଷ୍ଟ ବୋଲେରୋ ଗାଡ଼ିରେ ମୋଟରରେ ଜୟପାଟଣା ରାସ୍ତା ଦେଇ ପରିବାର ସହ 6 ଜଣ ସଦସ୍ୟଙ୍କ ସହ ମଙ୍ଗଳପୁର ଗାଁକୁ ଫେରୁଥିବା ସମୟରେ ଗୁନଗୁନିଆ ବୁଲାଣିଠାରେ ଚାଳକ ବୋଲେରୋ ଡ୍ରାଇଭର ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହ ବୋଲେରୋକୁ ଧକ୍କା କରିଥିଲେ, ଯାହାରି ଫଳରେ ମିନୁରାଣୀ ସାହୁ ନାମକ 31 ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ହୋଇଯାଇଛି। ସେମାନଙ୍କୁ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ଯୋଗେ ଆଣି ବିଳମ୍ବିତ ରାତିରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଥିଲା। ଆଜି ସକାଳୁ ମଙ୍ଗଳବାର ଘଟଣାର ସମ୍ବନ୍ଧରେ ସୂଚନା ପାଇବା ପରେ କଲମପୁର ପୋଲିସ ଥାନା ପକ୍ଷରୁ କୁଟୁ ପୋଲିସ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ସକାଳ ପ୍ରାୟ 7:30 ସମୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ମୃତ ମହିଳାଙ୍କ ଶବକୁ ଜବତ କରି ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଘଟଣାରେ ତଦନ୍ତ ଜାରି ରଖିଛନ୍ତି। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମହେଶ୍ୱର ପତିଙ୍କ ରିପୋର୍ଟ, ଉତ୍କଳ ଜାଗ୍ରତ ବାର୍ତ୍ତା।